ରାମପୁରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ। ସାରା ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଏବଂ ସହରାଞ୍ଚଳରେ ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ଼ ଆନ୍ଦୋଳନ ହୋଇଥିବା ବେଳେ ରାମପୁର ବ୍ଲକରେ ମଧ୍ୟ ବ୍ଲକ ସଭାପତି ବିଶ୍ୱରଞ୍ଜନ ମାହାରଙ୍କ ନେତୃତ୍ୱରେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରାଯାଇଛି। କଳାହାଣ୍ଡି ଜିଲ୍ଲା ରାମପୁର ଚାରିଛକଠାରେ ଡ୍ରାଇଭର ଭାଇମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଶାନ୍ତିପୂର୍ଣ୍ଣ ଭାବରେ ଷ୍ଟେରିଂ ଛାଡ଼ ଆନ୍ଦୋଳନ କରିଛନ୍ତି। ଏହି ଆନ୍ଦୋଳନର ମୁଖ୍ୟ ଉଦ୍ଦେଶ୍ୟ ପଚାରିବାରୁ ସଂଘର ସଭାପତି ବିଶ୍ୱରଞ୍ଜନ ମାହାର ଓ ସମ୍ପାଦକ ମୋହିତ ବାଗ କହିବା ଅନୁଯାୟୀ ପୂର୍ବ ସରକାର ଗୋଟିଏ ସର୍ତ୍ତ ଅନୁମୋଦନ କରିଥିବା ବେଳେ ସରକାର ବଦଳିବା ପରେ ମୋହନ ସରକାର ଏସବୁ ସର୍ତ୍ତକୁ ସ୍ୱୀକୃତି ପ୍ରାପ୍ତ ନ କଲେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ଓ ସମସ୍ତ ଡ୍ରାଇଭର ରାଜରାସ୍ତାକୁ ଓହ୍ଲାଇବେ ବୋଲି ମତ ପ୍ରକାଶ କରିଛନ୍ତି। ଉକ୍ତ ଆନ୍ଦୋଳନରେ ଉପସଭାପତି ତରୁଣ ହାତୀ, ସହ ସମ୍ପାଦକ ଧରମା ଧରୁଆ, ଗୌରାଙ୍ଗ ମାଝୀ, ଭବାନୀ ଶଙ୍କର ବିଶି, ତରୁଣ ବାଗ, ପ୍ରଦୀପ ସାହୁ, ସୁରେଶ ପୂଜାରୀ, ସର୍ଜନ ବିଶ୍ୱାଳ, ଶଙ୍କର ସାହୁ, ବଲି ମାଝୀ ସହିତ ଅନେକ ସଭ୍ୟ ଉପସ୍ଥିତ ରହିଥିଲେ। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁରରୁ ଡକ୍ଟର ଲମ୍ବୋଦର ସେନାପତିଙ୍କ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।